ବିନିକା ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ। ଆଜି ବିନିକା ସଦର ସମ୍ବାଦ ସାହିତ୍ୟ ଘର ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ମୁଁ କାଳିଆ ଘୋଡ଼ାରେ ଚଢ଼ିବି, ମଧୁବାବୁଙ୍କ ସଙ୍ଗେ ଲଢ଼ିବି। ଏହି ବାକ୍ୟଟି କାନରେ ପଡ଼ିବା ମାତ୍ରେ ପ୍ରତିଟି ଓଡ଼ିଆଙ୍କ ପ୍ରାଣରେ ଭରିଯାଏ ଅପୂର୍ବ ଉତ୍ସାହ, ମନରେ ଖେଳିଯାଏ ଉନ୍ମାଦନା। ଆଗକୁ ଯିବା ପାଇଁ ପ୍ରତ୍ୟେକ ଓଡ଼ିଆ ନିଅନ୍ତି ସଂକଳ୍ପ। ମଧୁବାବୁ ଆଜି ନାହାନ୍ତି ସତ, ହେଲେ ତାଙ୍କ ଜୀବନ କଥା ଆଜି ବି ଆମ ସାମାଜିକ ଜୀବନ ସହ ରାଜନୀତି ଓ ପ୍ରଶାସନିକ ବ୍ୟବସ୍ଥା ପାଇଁ ବେଶ୍ ପ୍ରେରଣାଦାୟକ ବୋଲି ମତ ପାଇଥିଲା। ଏହି ଉପଲକ୍ଷେ ସମ୍ବାଦ ସାହିତ୍ୟଘର ସଭାପତି ପ୍ରମୋଦ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିନିକା ସିଦ୍ଧାର୍ଥ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ଧୀରେନ୍ଦ୍ର କୁମାର ନାୟକ ମୁଖ୍ୟ ଅତିଥି, ଐତିହାସିକ ଗାଳ୍ପିକ ଅନିରୁଦ୍ଧ କୁରକୁରିଆ ମୁଖ୍ୟ ବକ୍ତା, ସେଣ୍ଟସ୍ ଭ୍ୟାଲି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତଥା ସାହିତ୍ୟଘର କାର୍ଯ୍ୟକାରୀ ସଭାପତି ବାଳଗୋପାଳ ପଣ୍ଡା, ଅନିଳ କୁମାର ପଣ୍ଡା, କାମପାଳ ପଣ୍ଡା, ଉମେଶ ପ୍ରସାଦ ମହାଣା, ଦେବାଶିଷ ମହାପାତ୍ର ପ୍ରମୁଖ ଯୋଗଦେଇ ମଧୁବାବୁ ଫଟୋଚିତ୍ରରେ ଧୂପ ଦୀପ ପ୍ରଜ୍ୱଳନ କରିବା ସହ ଫଟୋ ଉପରେ ପୁଷ୍ପମାଲ୍ୟ ଅର୍ପଣ କରି ମଧୁସୂଦନ ଦାସଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହ ତାଙ୍କ ସ୍ୱାଭିମାନକୁ ଅନୁସରଣ କରି ଚଳିବାକୁ ସମାଜକୁ ପ୍ରେରଣା ଦେଇଥିଲେ। ହିମାଂଶୁ ଭୂଷଣ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ। ପ୍ରଥମେ ସେଣ୍ଟସ୍ ଭ୍ୟାଲି ଉଚ୍ଚ ବିଦ୍ୟାଳୟ ଛାତ୍ରୀ ସାଇସ୍ମିତା ମିଶ୍ର, ପ୍ରଜ୍ଞା ପ୍ରଧାନ, ତୃଷ୍ଣା ତମନ୍ନା ଗୁରୁ ପ୍ରମୁଖ ମଧୁବାବୁଙ୍କ ସ୍ୱରଚିତ କବିତା ଦୁଇଟି ଗାନ କରିଥିଲେ। ବିନିକା ବ୍ଲକ ସମ୍ବାଦ ପ୍ରତିନିଧି ଅକ୍ଷୟ କୁମାର ପୂଜାହାରୀ ସହ ସଂଯୋଜନା କରିଥିଲେ। ବ୍ୟୁରୋ ରିପୋର୍ଟ, ଏକାମ୍ର ନ୍ୟୁଜ୍ ଏଜେନ୍ସି।